ଆୟୁଷ୍ମାନ ଯୋଜନାକୁ ନେଇ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟର ବହୁ ଶୀଘ୍ର କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଯୋଜନା। ଖୁବ୍ ଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ଼। ଏନେଇ MOU ସ୍ୱାକ୍ଷର ହୋଇସାରିଛି। ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ସ୍ୱାକ୍ଷର ହୋଇଛି। ଜାନୁଆରୀରେ ବଡ଼ ଉତ୍ସବକୁ ନେଇ ଯେତିକି ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା। କାରଣ ହେଉଛି ରାଜଧାନୀରେ ଛାଇ ଯାଇଛି ମୋହନଙ୍କ ପୋଷ୍ଟର। ନୂଆ ଯୋଜନା ହେଉ କି ସବୁଥିରେ PMଙ୍କ ସହିତ ମୋହନଙ୍କର ରହିଛି ଅନେକ ପୋଷ୍ଟର। ପରବର୍ତ୍ତୀ ଖବର ହେଉଛି ମହାରାଷ୍ଟ୍ର ରାଜନୀତିକୁ ନେଇ ଜୋରଦାର ଚର୍ଚ୍ଚା। ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି କି ପୁଣି ବିଜେପିକୁ ଫେରିବେ ଉଦ୍ଧବ ଠାକରେ। ଏବଂ ଏତିକି ନୁହେଁ, ଦୁଇ ପାୱାର ଗୋଷ୍ଠୀ ମଧ୍ୟ ମିଶିବେ। ଆଗାମୀ BMC ନିର୍ବାଚନରେ ଉଭୟ ମିଶି ଲଢ଼ିବେ। ଏହାରି ଭିତରେ ଫେଡେରାନ୍ସକୁ ନେଇ ଜୋରଦାର ପ୍ରଶଂସା କଲେ ଉଦ୍ଧବ। ହେଲେ ଶାହା କହିଛନ୍ତି ରାଜନୈତିକ ଚର୍ଚ୍ଚାର କୌଣସି କିଛି ସତ ନାହିଁ, କିଛି ନୂଆ ସମୀକରଣ ବି ହେବ ନାହିଁ। ପରବର୍ତ୍ତୀ ଖବର ହେଉଛି ଇଣ୍ଡିଆ ମେଣ୍ଟରେ ଫାଟ। ପ୍ରଥମ ଥର ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଇଣ୍ଡିଆ ମେଣ୍ଟ ଏବେ ଦୁଇ ଫାଳ। ପରବର୍ତ୍ତୀ ଖବର ହେଉଛି ପୁଣି ଥରେ ରାଜ୍ୟବାସୀଙ୍କର ବହୁଦିନର ସ୍ୱପ୍ନ ପୂରଣ ହେବ। ରାଜ୍ୟରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କୋଷ୍ଟାଲ ହାଇୱେର ନିର୍ମାଣ। ଏନେଇ ଟେଣ୍ଡର ପାଇଁ ଆହ୍ୱାନ କଲେ NHAIର କର୍ତ୍ତୃପକ୍ଷ। ଏହି ରାସ୍ତା ପାଇଁ ଫେବୃଆରୀ 27 ତାରିଖ ଶେଷ ତାରିଖ ଟେଣ୍ଡର ଭରିବାର ସମୟ ଧାର୍ଯ୍ୟ କରାଯାଇଛି।